ଆଜିର ଖବରକୁ ଆପଣମାନଙ୍କୁ ସ୍ୱାଗତ। ଆଜି 31 ଅଗଷ୍ଟ 2024 ଶନିବାର। ଚଳନ୍ତୁ ଆଜିର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ଦୃଷ୍ଟିପାତ କରିନେବା। ପ୍ରଥମ ଖବରଟି ହେଉଛି ଆସନ୍ତାକାଲି ଠାରୁ ଲାଗୁ ହେବ ଅବକାରୀ ନୀତି। ଏହି ଅନୁସାରେ ରାଜ୍ୟରେ ଆଉ ନୂଆ ମଦ ଦୋକାନ ଖୋଲିବ ନାହିଁ କି ନବୀକରଣ ହେବ ନାହିଁ। ଡ୍ୟାନ୍ସ ବାରକୁ ଅନୁମତି ମିଳିବ ନାହିଁ। ଗ୍ରାମାଞ୍ଚଳରେ କେବଳ 3 ତାରକା ହୋଟେଲ ବା ତାଠାରୁ ଅଧିକ ମାନ୍ୟତା ପ୍ରାପ୍ତ ହୋଟେଲର ମଦ ଦୋକାନ ପାଇଁ ଅନୁମତି ପ୍ରଦାନ କରାଯିବ। ପର୍ଯ୍ୟଟନ ପାଇଁ ସମୁଦ୍ର କୂଳରେ ମଦ ଦୋକାନ ଖୋଲାଯାଇପାରିବ ବୋଲି ଏହି ନୀତିରେ କୁହାଯାଇଛି। ନୂଆ ଅବକାରୀ ନୀତି ଅନୁସାରେ ନିଶା ସେବନ ବିରୁଦ୍ଧରେ ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ମୋହନ ସରକାର ଏକ ସ୍ୱତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରିଛନ୍ତି। ବେଆଇନ ମଦ କାରବାରକୁ ରୋକିବା ଏବଂ ଚଢଉ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ନୂଆ ଅବକାରୀ ନୀତି ତଥା କେନ୍ଦ୍ର ପ୍ରତିଷ୍ଠା କରାଯିବ। ପରବର୍ତ୍ତୀ ଖବର ହେଉଛି ଆଜିଠାରୁ ଅଙ୍ଗନବାଡି କେନ୍ଦ୍ରରେ ଆରମ୍ଭ ହେବ ସୁଭଦ୍ରା ଯୋଜନାର ପଞ୍ଜୀକରଣ। ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନାରେ ଆଶା, ଅଙ୍ଗନବାଡି କର୍ମଚାରୀ ଏବଂ ଆଉଟସୋର୍ସିଂ କର୍ମଚାରୀ ମାନେ ମଧ୍ୟ ଲାଭ ପାଇପାରିବେ। ସୁଭଦ୍ରା ଯୋଜନା ସମ୍ପର୍କିତ ସମସ୍ତ ତଥ୍ୟ ତଥା ଆବେଦନକାରିଣୀ ସ୍ୱତନ୍ତ୍ର ଟୋଲ ଫ୍ରି ନମ୍ବରରେ କଲ୍ କରିପାରିବେ। ମହିଳା ଏବଂ ଶିଶୁ ବିକାଶ ପକ୍ଷରୁ ଜାରି ଟୋଲ ଫ୍ରି ନମ୍ବର ହେଉଛି 14678। ଏହି ଟୋଲ ଫ୍ରି ନମ୍ବରଟି ସକାଳ 6ରୁ ରାତି 10 ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ। ନେକ୍ସଟ ଖବରଟି ହେଉଛି ନୂଆ ଓ ନୀତି ଉପରେ। ବନ୍ଦ ହେଲା ନବୀନ ସରକାରଙ୍କର ନୂଆ ଓ। ନବୀନ ସରକାରଙ୍କ ନୂଆ ଓ କାର୍ଯ୍ୟକ୍ରମକୁ ବନ୍ଦ କରିଛନ୍ତି ମୋହନ ସରକାର। ଏହି ଯୋଜନାରେ ଛାତ୍ରମାନଙ୍କୁ 10,000 ଟଙ୍କା ବୃତ୍ତି ମିଳୁଥିବ। ତା ବଦଳରେ ଆରମ୍ଭ ହେବ ଫାଇନାନ୍ସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟସ୍। ସରକାର ଚଳିତ ବର୍ଷ ଠାରୁ ଏହି ନୂଆ ଯୋଜନା ପ୍ରଣୟନ କରିବେ। ଶୁକ୍ରବାର ପୂର୍ବ ସରକାରଙ୍କର ନୂଆ ଓ ତଥା ନୂତନ ଉନ୍ନତି ଅଭିଳାଷ ଓଡ଼ିଶା କାର୍ଯ୍ୟକ୍ରମ ବନ୍ଦ କରିଛନ୍ତି ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର। ପରବର୍ତ୍ତୀ ଖବରଟି ହେଉଛି ସେପ୍ଟେମ୍ବରରେ 3 ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ। ସରକାରୀ ଛୁଟି ଓ ବିଧାନସଭା କାରଣରୁ ଅଭିଯୋଗ ଶୁଣାଣି ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି। ଏହି ବିଜ୍ଞପ୍ତି ଅନୁସାରେ ସେପ୍ଟେମ୍ବର 2, 9 ଏବଂ 16 ତାରିଖରେ ଅଭିଯୋଗ ଶୁଣାଣିକୁ ବାତିଲ କରାଯାଇଛି। ପରବର୍ତ୍ତୀ ଖବରଟି ହେଉଛି ସିଭିଲ ସର୍ଭିସ ପାଇଁ ଶ୍ରେଷ୍ଠ 200 ପିଲାଙ୍କୁ ଓଡ଼ିଶାରେ ମାଗଣା କୋଚିଂ ଦିଆଯିବ। ଉଚ୍ଚଶିକ୍ଷା ବିଭାଗର ଖର୍ଚ୍ଚ ଦାବି ଆଲୋଚନା ସମୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ କହିଛନ୍ତି ଯେ ରାଜ୍ୟରେ 42ଟି ବିଶ୍ୱବିଦ୍ୟାଳୟ ରହିଛି, କିନ୍ତୁ ସରକାରୀ ବିଶ୍ୱବିଦ୍ୟାଳୟ ମାତ୍ର 8ଟି ରହିଛି। ଭଦ୍ରକରେ ବିଶ୍ୱବିଦ୍ୟାଳୟ କରିବା ପାଇଁ ଆଗାମୀ ଦିନରେ ନିଷ୍ପତ୍ତି ନିଆଯିବ। ବିଜେଡି ସରକାର ଖଲିକୋଟ ବିଶ୍ୱବିଦ୍ୟାଳୟ ଘୋଷଣା କରି ବସିଯାଇଥିଲେ, କିନ୍ତୁ 79 ଦିନ ମଧ୍ୟରେ ଆମ ସରକାର ଖଲିକୋଟ ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା ଦେଇଛନ୍ତି। ଉପାନ୍ତ ଓ ସୀମାନ୍ତ ଅଞ୍ଚଳରେ 18ଟି ନୂଆ କଲେଜ ଖୋଲିବା ପାଇଁ ଆମ ସରକାର ବ୍ୟବସ୍ଥା କରିଛନ୍ତି। ଏଥିସହିତ ସିଭିଲ ସର୍ଭିସ ପାଇଁ ମୋହନ ସରକାର ଶ୍ରେଷ୍ଠ 200 ପିଲାଙ୍କୁ କୋଚିଂ ବ୍ୟବସ୍ଥା କରାଇବାର ବ୍ୟବସ୍ଥା ରଖିଛନ୍ତି। ପରବର୍ତ୍ତୀ ଖବରଟି ହେଉଛି ଆନନ୍ଦ ବଜାର ଜଗିବେ ଅବସରପ୍ରାପ୍ତ ସେନା କର୍ମଚାରୀ। ନିଯୁକ୍ତି ପାଇବେ ଅବସରପ୍ରାପ୍ତ ସେନା କର୍ମଚାରୀ। ଆନନ୍ଦ ବଜାରରେ ବନ୍ଦ ହେବ ବାସି ଅବଢା ବିକ୍ରୟ। ମହାପ୍ରସାଦ ଆଉ ବିକି ପାରିବେନି ଅଣସୁପକାର। ପରବର୍ତ୍ତୀ ଖବରଟି ହେଉଛି ପ୍ରାଇଭେଟ ଏଫଏମ ରେଡିଓକୁ ମିଳିଲା ମଞ୍ଜୁରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଦେଶର 234ଟି ପ୍ରାଇଭେଟ ଏଫଏମ ରେଡିଓ ଆରମ୍ଭ କରିବା ପାଇଁ ମିଳିଲା ମଞ୍ଜୁରୀ। ପରବର୍ତ୍ତୀ ଖବରଟି ହେଉଛି ଏଆଇ ସପୋର୍ଟ ଥିବା 10ଟି ନୂଆ ୱାସିଂ ମେସିନ ଭାରତରେ ଲଞ୍ଚ କଲା ସାମସଙ୍ଗ, ଯେଉଁଥିରେ କି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସପୋର୍ଟ ରହିଛି। ସ୍ମାର୍ଟଫୋନ ଦ୍ୱାରା କଣ୍ଟ୍ରୋଲ ହେବ ଏହିସବୁ ମେସିନ। ଏହାର କ୍ଷମତା ହେଉଛି 12 କେଜି। ପରବର୍ତ୍ତୀ ଖବରଟି ହେଉଛି ପାକିସ୍ତାନର ଆତଙ୍କବାଦୀ ଫରତୁଲ୍ଲା ଘୋରି ଟେଲିଗ୍ରାମରେ ଏକ ଭିଡିଓ ଜାରି କରି ଭାରତର ପ୍ରମୁଖ ସହରରେ ଟ୍ରେନ ଉପରେ ଆକ୍ରମଣ କରିବାକୁ ଦେଲା ଧମକ। ଭିଡିଓଟି ମେସେଜିଂ ପ୍ଲାଟଫର୍ମରେ କ୍ରମାଗତ ଭାବରେ ଭାଇରାଲ ହେବାରେ ଲାଗିଛି। ପରବର୍ତ୍ତୀ ଖବରଟି ହେଉଛି ଇନଷ୍ଟାଗ୍ରାମ ଲଞ୍ଚ କଲା ନୂଆ ଫିଚର। ଏଣିକି ନିଜ ନିଜ ପ୍ରୋଫାଇଲରେ ମନ ପସନ୍ଦର ଗୀତ ରଖିପାରିବେ 240 କୋଟି ୟୁଜର୍ସ। ପୂର୍ବରୁ ପ୍ରୋଫାଇଲରେ କେବଳ ଫଟୋ ରଖିବାର ସୁବିଧା ରହିଥିବା ବେଳେ ଏବେ ସେଥିରେ ଗୀତ ରଖିବାର ସୁବିଧା ମଧ୍ୟ ପାଇପାରିବେ ୟୁଜର୍ସ। ପରବର୍ତ୍ତୀ ଖବରଟି ହେଉଛି
ରାଜ୍ୟ ସରକାରଙ୍କର ବଡ଼ ଘୋଷଣା, ସରକାରୀ ଏବଂ ଘରୋଇ କାର୍ଯ୍ୟାଳୟରେ ପ୍ରତିଷ୍ଠା ହେବ ସ୍ତନ୍ୟପାନ କକ୍ଷ। ମହିଳାମାନଙ୍କୁ ସମ୍ମାନ ପାଇଁ ରାଜ୍ୟ ସରକାର ଏକ ନୂତନ ପଦକ୍ଷେପ ନେଇଛନ୍ତି। ରାଜ୍ୟର ସମସ୍ତ ଘରୋଇ ଏବଂ ସରକାରୀ କାର୍ଯ୍ୟାଳୟ ସହ ସର୍ବସାଧାରଣ ସ୍ଥାନରେ ପ୍ରତିଷ୍ଠା ହେବ ସ୍ତନ୍ୟପାନ କକ୍ଷ। ଏ ନେଇ ସବୁ ଜିଲ୍ଲାପାଳ ଓ ବିଭାଗକୁ ଚିଠି ଲେଖିଲେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ। ସବୁ ସରକାରୀ ଏବଂ ଘରୋଇ କାର୍ଯ୍ୟାଳୟ ସର୍ବସାଧାରଣ ସ୍ଥାନରେ ସ୍ତନ୍ୟପାନ କରିବା ଲାଗି ଆରାମଦାୟକ, ଏକାନ୍ତ ଏବଂ ସ୍ୱଚ୍ଛ ସ୍ଥାନ ପ୍ରତିଷ୍ଠା କରାଯିବା ଲାଗି ଚିଠିରେ ଅନୁରୋଧ କରାଯାଇଛି। ଏହାଦ୍ୱାରା ମାମାନଙ୍କୁ ସମର୍ଥନ ସହ ସେମାନଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ପ୍ରାଧାନ୍ୟ ମିଳିବ ବୋଲି ସରକାର କହିଛନ୍ତି। ପରବର୍ତ୍ତୀ ଖବରଟି ହେଉଛି ପ୍ୟାରିସ୍ ଅଲିମ୍ପିକରେ ଭାରତକୁ ପ୍ରଥମ ଗୋଲ୍ଡ ମେଡାଲ। ଭାରତର 2 ଝିଅ 2ଟି ପଦକ ଜିତିଛନ୍ତି। ସୁଟର ଅବନୀ ଲେଖା ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଅବନୀ 10 ମିଟର ଏୟାର ରାଇଫଲ SH-1ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ପୂର୍ବରୁ ଅବନୀ ଲେଖା 2020 ପାରାଅଲିମ୍ପିକ୍ସରେ ମଧ୍ୟ 10 ମିଟର ଏୟାର ଇଭେଣ୍ଟ SH-1ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଅନ୍ୟପଟରେ ମୋନା ଅଗ୍ରୱାଲ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏଠି କହି ରଖୁଛୁ, ବର୍ତ୍ତମାନ ପ୍ୟାରିସଠାରେ ପାରାଅଲିମ୍ପିକ୍ସ 2024 ଚାଲିଅଛି। ପରବର୍ତ୍ତୀ ଖବରଟି ହେଉଛି, ଆଜି ହେଉଛି ସ୍ୱାୟତ୍ତ ଶାସନ ଦିବସ। ବିଭିନ୍ନ ମ୍ୟୁନିସିପାଲିଟିରେ ଆଜି ଉନ୍ନୟନମୂଳକ କାର୍ଯ୍ୟ ପରିଚାଳନା କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 30ଟି ଜିଲ୍ଲାରେ 1151 କୋଟି ଟଙ୍କା ବ୍ୟୟରେ 481ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। 27 ଜଣ ପୌରସେବା ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏବଂ ଶେଷ ଖବରଟି ହେଲା ବାର୍ଡ ଫ୍ଲୁ ଉପରେ। ସଂକ୍ରମିତ କୁକୁଡ଼ା ଫାର୍ମରୁ କୁକୁଡ଼ା ଆଣି ଭୁବନେଶ୍ୱରରେ ବିକ୍ରି ଉପରେ କଟକଣା ଜାରି କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ। ଯେହେତୁ ଭୁବନେଶ୍ୱର ଉପକଣ୍ଠରେ ବାର୍ଡ ଫ୍ଲୁ ସଂକ୍ରମଣ ଦେଖିବାକୁ ମିଳିଛି, ଏଥିଲାଗି ସତର୍କ ରହିବାକୁ ବିଏମ୍ସି କମିଶନର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଯଦି କୌଣସି ପକ୍ଷୀ ଅସ୍ୱାଭାବିକ ଆଚରଣ କରୁଥିବ, ତାହାକୁ ସଂକ୍ରମଣର ଆଶଙ୍କା କରି ଏଣେତେଣେ ନ ଫିଙ୍ଗିବାକୁ କୁହାଯାଇଛି। ତୁରନ୍ତ ନିକଟସ୍ଥ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ସୂଚନା ଦେବାକୁ ବିଏମ୍ସି ଏକ ବିଜ୍ଞପ୍ତିରେ ପ୍ରକାଶ କରିଛି। ଆଜିର ଖବରକୁ ଏଇଠି ରଖୁଛୁ। ଧନ୍ୟବାଦ।